ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆମେ ଗତ ପିରିୟଡ଼ରେ ସଂସ୍କୃତ କଳିକା ଅଷ୍ଟମ ଶ୍ରେଣୀ ତୃତୀୟ ଭାଷା ର ତୃତୀୟ ପାଠ ଅଧ୍ୟୟନ କରୁଥିଲେ। କୌରୁକ 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 ଏହାର ଗୋଟିଏ ଭାଗ ଆମେ ପଢ଼ିଛେ। ଆଜି ଆମେ ପଢ଼ିବା ଦ୍ୱିତୀୟ ଭାଗ। ତାହେଲେ ମା ନିଜ ପିଲାମାନଙ୍କୁ ଭୋଜନ ଦେବା ପୂର୍ବରୁ ଆୟୁର୍ବେଦ ଶାସ୍ତ୍ର ଉପରେ ଗୋଟିଏ ଗପ ଶୁଣାଉଥିଲେ। ତାହେଲେ ଆମେ ଶୁଣିଥିଲେ ଗପଟିରେ ଯେ ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ରର ଯେ ପ୍ରଣେତା ଭଗବାନ ଯାହାକୁ କୁହାଯାଏ, ଧନ୍ୱନ୍ତରୀ ଭାରତବର୍ଷରେ ବୈଦ୍ୟଙ୍କୁ ଅନ୍ୱେଷଣ କରିବା ଉଚିତ, ମାନେ ଭଲ ବୈଦ୍ୟ ଓ ଅନ୍ୱେଷଣ କରିବା ପାଇଁ ଶୁକ ରୂପରେ ଆସିଥିଲେ ଏବଂ ଭ୍ରମଣ ସମୟରେ ସେ ବହୁତ ଗୁଡ଼ିଏ ଭବନ ପାଖରେ ବସି କୋରୁକ 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 ଏଇ ଶବ୍ଦ କରିଥିଲେ, କିନ୍ତୁ ତାଙ୍କର ଉତ୍ତର ସେ ପାଇନଥିଲେ। ଶେଷରେ ବୈଦ୍ୟ ବାଗ୍ଭଟଙ୍କର ଆଶ୍ରମ ନିକଟକୁ ସେ ଯାଇ ସେଠାରେ ଗୋଟିଏ ବୃକ୍ଷରେ ବସି କୋରୁକ 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 ଏଇ ଶବ୍ଦ କରୁଥିଲେ ଏବଂ ସେଠି ବାଗ୍ଭଟ ଶୁଆଟିର ଅଲୌକିକ ଶବ୍ଦ ଶୁଣି ତାକୁ କିଛି ଫଳ ଦେବା ପାଇଁ ନିଜ କୁଟୀରରୁ ବାହାରକୁ ଆସିଥିଲେ। ଏଇଟା ଆମେ ପଢ଼ିଥିଲେ। ତାହେଲେ ସେ ମଧୁର ଫଳ ଗୁଡ଼ିଏ ତାକୁ ସମର୍ପଣ କଲେ, କିନ୍ତୁ ଖଗଟି ବା ପକ୍ଷୀଟି ଫଳକୁ ଗ୍ରହଣ କଲା ନାହିଁ। ଏଇଠି ଆମେ ଥିଲେ। ଆଜି ସେଇଠୁ ଆମେ ପଢ଼ିବା। ଦେଖ, ପୁନରପି ତଥୈବ କୋରୁକ 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 ଇତି ପ୍ରଶ୍ନସ୍ୱରେଣ ଶବ୍ଦମ୍ ଅକରତ୍। ହେଲା, ତାହେଲେ ପକ୍ଷୀଟି ତାଙ୍କଠାରୁ ଭୋଜନ ଗ୍ରହଣ ନ କରି ପୁନରପି ପୁଣି ଥରେ, ହେଲା, ତଥୈବ ପୁନରପି ଟିକେ ସନ୍ଧି ବିଚ୍ଛେଦ କରିଦିଅ, ପୁନଃ ଯୁକ୍ତ ଅପି, ପୁନରପି ତଥୈବ ସନ୍ଧି ବିଚ୍ଛେଦ କଲେ ହେବ ତଥା ଯୁକ୍ତ ଏବ। ତାହେଲେ ପୁଣି ଥରେ କୋରୁକ 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 ଇତି ପ୍ରଶ୍ନସ୍ୱରେଣ, ହେଲା, ଯୋଉ କୋରୁକ 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 ସେ ପ୍ରଶ୍ନ କରୁଥିଲା, ପ୍ରଶ୍ନ କରିବା ସ୍ୱରରେ ଶବ୍ଦମ୍ ଅକରତ୍, ଶବ୍ଦ କରୁଥିଲା। ଅଥ ବାଗ୍ଭଟଃ ଅଚିନ୍ତୟତ୍, ଏହାପରେ ବାଗ୍ଭଟ ଚିନ୍ତା କଲେ, ଯତ୍ ଯେ, ଯାବତ୍ ଯାବତ୍ କହିଲେ ଯେ ପର୍ଯ୍ୟନ୍ତ, ଖଗଃ ପକ୍ଷୀଟି, ସ୍ୱପ୍ରଶ୍ନାନାମ୍ ନିଜ ପ୍ରଶ୍ନ ଗୁଡ଼ିକର, ଉତ୍ତରାଣୀ ନ ପ୍ରାପ୍ନୋତି ଉତ୍ତର ଗୁଡ଼ିକୁ ନ ପାଇବ, ତାବତ୍ ସେ ପର୍ଯ୍ୟନ୍ତ, ଅୟମ୍ ଭୋଜନମ୍ ନ କରିଷ୍ୟତି ଇତି, ହେଲା, ଇଏ ଅର୍ଥାତ୍ ପକ୍ଷୀଟି ଭୋଜନ କରିବ ନାହିଁ। ଏକଥା ଭାଗବତ ଜାଣିପାରିଲେ ଯେ ପର୍ଯ୍ୟନ୍ତ ସେ ନିଜର ପ୍ରଶ୍ନ ଗୁଡ଼ିକର ଉତ୍ତର ନ ପାଇଛି ସେ ପର୍ଯ୍ୟନ୍ତ ସେ ଭୋଜନ କରିବ ନାହିଁ। ତେଣୁ ଅଚିରାତ୍ ଦେବ, ଅଚିରାତ୍ ଯୁକ୍ତ ଏବ, ଅଚିରାତ୍, ଚିର ମାନେ ବିଳମ୍ବ, ଅଚିରାତ୍ ମାନେ ଶୀଘ୍ର, ହେଲା, ଅଚିରାତ୍ ଏବ ସନ୍ଧି ବିଚ୍ଛେଦ କଲେ ହେବ ଅଚିରାତ୍ ଯୁକ୍ତ ଏବ। ଅଚିରାତ୍ ଏବ ଅର୍ଥାତ୍ ବିଳମ୍ବ ନ କରି, ସୂତ୍ର ରୂପାଣୀ ତ୍ରୀଣି, ହେଲା, ସୂତ୍ର ରୂପରେ ତିନୋଟି ଉତ୍ତରାଣୀ ପ୍ରଦଦାତ୍, ହେଲା, ସେ ଆଉ ସିଧାସଳଖ ଉତ୍ତର ନ ଦେଇକି ତିନୋଟି ସୂତ୍ର ରୂପରେ ଉତ୍ତର ଗୁଡ଼ିକୁ ଦେଲେ। ସୂତ୍ର ତିନୋଟି କଣ? ହିତଭୁକ୍, ମିତଭୁକ୍, ଋତଭୁକ୍ ଇତି, ହେଲା, ବାଗ୍ଭଟ ତିନୋଟି ସୂତ୍ର ରୂପରେ ଉତ୍ତର ଗୁଡ଼ିକୁ ଦେଲେ। ସମୁଚିତମ୍ ଉତ୍ତରମ୍ ପ୍ରାପ୍ୟ, ହେଲା, ସମୁଚିତମ୍ ଅର୍ଥାତ୍ ଠିକ ଉତ୍ତରଟି ପାଇସାରିବା ପରେ, ଖଗଃ ଅତ୍ୟନ୍ତମ୍ ପ୍ରୀତଃ, ହେଲା, ଅତ୍ୟନ୍ତ ପ୍ରୀତ ହୋଇ, ସ ଶୁକଃ ସେଇ ଶୁକଟି ବା ସେଇ ଶୁଆଟି, ବାଗ୍ଭଟେନ ଅର୍ପିତାନି ଫଳାନି ଖାଦିତବାନ୍, ବାଗ୍ଭଟଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବା ଦିଆଯାଇଥିବା ଫଳ ଗୁଡ଼ିକୁ ଭୋଜନ କଲା।
ହେଲା ଯେତେବେଳେ ତା ଉତ୍ତର ଗୁଡିକୁ ସେ ପାଇ ଚାଲିଲା ତାପରେ ବାଗ୍ଭଟ ଦେଇଥିବା ଫଳ ଗୁଡିକୁ ସେ କଣ ଭୋଜନ କଲା। ତତଃ ଶୁକରୂପୀ ଧନ୍ୱନ୍ତରୀ ହି, ତାହେଲେ ତମେ ଜାଣିଥିଲ ଆଗରୁ ଯେ ସେ ଯୋଉ ଶୁଆ ରୂପରେ ଆସିଥିଲେ ସେ କିଏ? ଧନ୍ୱନ୍ତରୀ, ଆୟୁର୍ବେଦ ଶାସ୍ତ୍ରର ପ୍ରଣେତା ନାଇଁ। ବାଗ୍ଭଟ ମୁକ୍ତବାନ, ବାଗ୍ଭଟଙ୍କୁ କହିଲେ ଉକ୍ତବାନ ବଚ୍ ଯୁକ୍ତ ତବତୁ, କହିଲେ ବତ୍ସ ଅହମ୍ ଧନ୍ୱନ୍ତରୀ ହି ଅସ୍ମି, ହେଲା ମୁଁ କିଏ ଅଟେ? ମୁଁ ଧନ୍ୱନ୍ତରୀ ହିଁ ଅଟେ। ଧନ୍ୱନ୍ତରୀ ପିଲାମାନେ ଆଗରୁ ସେ କହିଥିଲେ ନାଇଁ ମୁଁ ଧନ୍ୱନ୍ତରୀ ହିଁ ଅଟେ। ଉତ୍ତମ ବୈଦ୍ୟସ୍ୟ ଅନ୍ୱେଷଣାୟ, ଉତ୍ତମ ବୈଦ୍ୟଙ୍କର ଅନ୍ୱେଷଣ ପାଇଁ ଭାରତବର୍ଷେ ସର୍ବତ୍ର ପରିଭ୍ରମଣ, ଭାରତବର୍ଷେ ଅର୍ଥାତ୍ ଭାରତବର୍ଷରେ ସବୁଆଡେ ପରିଭ୍ରମଣ ବୁଲି ବୁଲି, ପରିଯୁକ୍ତ ଭ୍ରମ ଯୁକ୍ତ ଶତ୍ରୁ ଅତ୍ର ସମାଗତଃ, ଏଠାରେ ପହଞ୍ଚିଥିଲି। ଭାରତବର୍ଷର ଚାରିଆଡେ ବୁଲି ବୁଲି ମୁଁ ଏଇଠାରେ ହିଁ ପହଞ୍ଚିଥିଲି। ତବ ଉତ୍କୃଷ୍ଟେନ ଆୟୁର୍ବେଦ ଜ୍ଞାନେନ, ତୁମର ଅତ୍ୟନ୍ତ ଉତ୍କୃଷ୍ଟ ଆୟୁର୍ବେଦ ଜ୍ଞାନ ଦ୍ୱାରା ଅହମ୍ ଅତୀବ ସନ୍ତୁଷ୍ଟ ଅସ୍ମି, ହେଲା ମୁଁ ଅତି ସନ୍ତୁଷ୍ଟ ହେଇଛି। ମୁଁ ଭାରତବର୍ଷରେ ବୁଲିକି ବୈଦ୍ୟ ଖୋଜୁଥିଲି କିନ୍ତୁ ତୁମର ଉତ୍ତର ପାଇସାରିବା ପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହେଲି। ତ୍ୱମ୍ ଅବଶ୍ୟମେବ, ଅବଶ୍ୟମ ଯୁକ୍ତ ଏବ, ତୁମେ ନିଶ୍ଚିତ ଭାବରେ ଆୟୁର୍ବେଦ ଅଷ୍ଟାଙ୍ଗ ଅଷ୍ଟାଙ୍ଗ ବିଚାର, ହେଲା ଆୟୁର୍ବେଦର ଯୋଉ 8ଟି ଅଙ୍ଗ ରହିଛି ସେ ଅଷ୍ଟାଙ୍ଗ ବିଚାର ସାରସୂତ୍ରମ୍ ତତ୍ତ୍ୱମ୍ ବିରଚୟେ, ତୁମ ଦ୍ୱାରା ହିଁ ଆୟୁର୍ବେଦ ଶାସ୍ତ୍ରର ଅଷ୍ଟାଙ୍ଗ ସାରଭୂତ ତତ୍ତ୍ୱ ରଚିତ ହେବ, ହେଲା ଏତତ୍ ଉକ୍ତ୍ୱା ସହ ଅନ୍ତର୍ହିତଃ, ଏହା କହି ଉକ୍ତ୍ୱା ବଚ୍ ଯୁକ୍ତ ତ୍ୱା ପ୍ରକୃତି ପ୍ରତ୍ୟୟ କଲେ ହବ, ଏହା କହି ସେ ଅନ୍ତର୍ହିତ ହେଇଗଲେ ମାନେ ଶୂନ୍ୟରେ ଚାଲିଗଲେ, ହେଲା ଯେଉଁଠୁ ଆସିଥିଲେ ସେଠାକୁ ଚାଲିଗଲେ। ଏତତ୍ ସର୍ବମ୍ ଦୂରାତ୍, ଏଇ ସବୁକୁ ଦୂରରୁ ପଶ୍ୟନ୍ତଃ ବିସ୍ମିତାଃ ଶିଷ୍ୟାଃ, ପଶ୍ୟନ୍ତଃ ଦୃଶ୍ ଯୁକ୍ତ ଶତ୍ରୁ, ହେଲା ଏଇ ସବୁ ଗୁଡିକ ଦୂରରୁ ଦେଖୁଥିଲେ ଶିଷ୍ୟମାନେ। ଆଚାର୍ଯ୍ୟ ବାଗ୍ଭଟସ୍ୟ ସମୀପମ୍ ଆଗତ୍ୟ ଅପୃଚ୍ଛନ୍, ସେମାନେ ଦୂରରୁ ଏକଥା ସବୁ ଦେଖୁଥିଲେ ତାପରେ ସେମାନେ କଣ କଲେ? ଆଚାର୍ଯ୍ୟ ବାଗ୍ଭଟସ୍ୟ ସମୀପମ୍ ଆଗଛନ୍, ଆଗତ୍ୟ ଆଚାର୍ଯ୍ୟ ବାଗ୍ଭଟଙ୍କ ନିକଟକୁ ଆସି ଆଗତ୍ୟ ଆ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍ ଅପୃଚ୍ଛତ୍ ପଚାରିଲେ, ହେଲା ଯୁଷ୍ମତ୍ ଶୁକଃ କୋରୁକ୍ 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 ଇତି ଉକ୍ତବାନ, କହିଲେ ଆପଣ ଗୁରୁଦେବ ଆପଣଙ୍କୁ ଶୁକଟି କୋରୁକ୍ 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 ଇତି ଉକ୍ତବାନ, ତସ୍ୟ କୋऽର୍ଥଃ, ତାହାର ଅର୍ଥ କଣ? କୋऽର୍ଥଃ ସନ୍ଧି ବିଚ୍ଛେଦ କର, କଃ ଯୁକ୍ତ ଅର୍ଥଃ। ଅପିଚ ଭବାନ କିମ୍ ଉତ୍ତରମ୍ ଦତ୍ତବାନ, ହେଲା ଆଉ ମଧ୍ୟ ଆପଣ ସେଇ ଯୋଉ ପଚାରୁଥିଲା କୋରୁକ୍ 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 ଆପଣ କଣ ଉତ୍ତର ଦେଲେ? ହେଲା ତାପରେ ଅପିଚ ଭବାନ କିମ୍ ଉତ୍ତରମ୍ ଦତ୍ତବାନ, ଆଉ ମଧ୍ୟ ଆପଣ କଣ ଉତ୍ତର ଦେଲେ? ଦତ୍ତବାନ ଦା ଯୁକ୍ତ ତବତୁ। ତଦା ବାଗ୍ଭଟଃ, ତଦା ଅର୍ଥାତ୍ ସେତେବେଳେ ବାଗ୍ଭଟ ଛାତ୍ରାଣାମ୍ ଜିଜ୍ଞାସାମ୍ ଉପଶମୟନ୍ କଥୟତି, ସେତେବେଳେ ବାଗ୍ଭଟ ଛାତ୍ରମାନଙ୍କର ଜିଜ୍ଞାସା ପିଲାମାନେ ଜ୍ଞାତୁମ୍ ଇଚ୍ଛା, ଜାଣିବା ପାଇଁ ଇଚ୍ଛା, ଜିଜ୍ଞାସାକୁ ଉପଶମୟନ୍ ଦୂର କରି କହିଲେ ଛାତ୍ରାଃ ଶୃଣୁଥ, ହେଲା ଛାତ୍ରମାନେ ଶୁଣ, ଏଷ ଶୁକଃ ବଦତି, ଏଇ ଶୁଆଟି କହୁଥିଲା
ଯତ୍ କହ ଅରୁକ୍। କୋରୁକ୍ ସନ୍ଧି ବିଚ୍ଛେଦ କଲେ ହେବ କହ ଯୁକ୍ତ ଅରୁକ୍। କିଏ ଅରୁକ୍ ଅର୍ଥାତ୍ କହ ସ୍ୱସ୍ତଃ ନିରୋଗଃ ବା ବର୍ତ୍ତତେ। କିଏ ସେ ସୁସ୍ଥ ଆଉ ନିରୋଗ ରୁହେ। ବୁଝିପାରିଲ? ଏ ସଂସାରରେ ବା ସମାଜରେ କିଏ ସେ ସୁସ୍ଥ ଆଉ ନିରୋଗରେ ରୁହେ। ତଦା ମୟା ଉକ୍ତମ୍। ବାଗ୍ଭଟ କହିଲେ ସେତେବେଳେ ମୁଁ କହିଲି। ମୟା ଉକ୍ତମ୍ ହେଲା ମୋ ଦ୍ୱାରା କୁହାଗଲା। ଉକ୍ତମ ହେଲା ବଚ୍ ଯୁକ୍ତ ତବତୁ। ଆମେ କର୍ତ୍ତୃବାଚରେ କହିଲେ କହିବା ମୁଁ କହିଲି। ଯଃ ହିତଭୁକ୍ ମିତଭୁକ୍ ଋତଭୁକ୍ ଚ ସଃ ଏବ ସର୍ବଦା ସ୍ୱସ୍ତଃ ଭବତି। ତାହେଲେ ମୁଁ କହିଲି ଅର୍ଥାତ୍ ବାଗ୍ଭଟ କହିଲେ ହିତଭୁକ୍ ମିତଭୁକ୍ ଋତଭୁକ୍ ଯିଏ ସେ ହିଁ ସବୁବେଳେ ସୁସ୍ଥ ରୁହେ। ଛାତ୍ରାଃ ପୁନଃ ଜିଜ୍ଞାସୟା ଅପୃଛନ୍। ଛାତ୍ରମାନେ ପୁଣି ଥରେ ଜିଜ୍ଞାସା କରି ବା ଜାଣିବାକୁ ଇଚ୍ଛା କରି ପଚାରିଲେ। ଆଚାର୍ଯ୍ୟଃ ହିତଭୁକ୍ ମିତଭୁକ୍ ଋତଭୁକ୍ ଇତି ଏତେଷାଂ କଃ ଆଶୟଃ। ହେଲା ଏଗୁଡ଼ିକର ଅର୍ଥ କଣ? ଏତେଷାଂ କଃ ଆଶୟଃ ବାଗ୍ଭଟଃ ବଦତି। ବାଗ୍ଭଟ କହିଲେ ଶିଷ୍ୟାଃ ଶିଷ୍ୟମାନେ ମହର୍ଷେଃ ଚରକସ୍ୟ ନାମ ଭବନ୍ତଃ ଜାନନ୍ତି। ମହର୍ଷି ଚରକଙ୍କର ନାମ ତୁମେମାନେ ଜାଣ। ସଃ ହିତଭୁକ୍ ବିଷये କଥୟତି। ସେ ହିତଭୁକ୍ ବିଷୟରେ କହିଛନ୍ତି। ତସ୍ୟ ନିତ୍ୟଂ ପ୍ରୟୁଞ୍ଚିତ ସ୍ୱାସ୍ଥ୍ୟଂ ଜେନାନୁବର୍ତ୍ତତେ ଅଜାନତାଂ ବିକାରାଣାಂ ଅନୁତ୍ପତ୍ତ୍ୟତିକରଂ ସ ଚ ଯତ୍। ତାହାର ଅର୍ଥ ହେଲା ଯେଉଁ ଆହାର ଓ ଆଚରଣରେ ସ୍ୱାସ୍ଥ୍ୟ ଭଲ ରହେ ଏବଂ ନୂତନ ରୋଗ ଉତ୍ପନ୍ନ ହୁଏ ନାହିଁ ସେହି କଥାକୁ ସଦା ଅନୁସରଣ କରିବା ଉଚିତ। ପ୍ରତ୍ୟୁଞ୍ଚତ୍ ମାନେ ପରିତ୍ୟାଗ କରିବା ଉଚିତ, ଅନୁସରଣ କରିବା ଉଚିତ ଇତ୍ୟାଦି। ଅର୍ଥାତ୍ ଯସ୍ୟ ଆହାରସ୍ୟ ସେବନେନ ଯେଉଁ ଆହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟସ୍ୟ ରକ୍ଷଣଂ ଭବେତ୍। ଯେଉଁ ଶ୍ଲୋକଟି ପଢିଲ ତା ଅର୍ଥ ମଧ୍ୟ ସଂସ୍କୃତରେ ଦେଇଦେଇଛି ଏଠି। ଯସ୍ୟ ଆହାରସ୍ୟ ସେବନେନ ସ୍ୱାସ୍ଥ୍ୟସ୍ୟ ରକ୍ଷଣଂ ଭବେତ୍ ନ ଜାତାନାମ୍ ଅର୍ଥାତ୍ ଅନୁତ୍ପନ୍ନାନାମ୍ ବିକାରାଣାମ୍। ହେଲା ତାହେଲେ କେବେ ହେଲେ ଯାହାର ବିକାର ଜାତ ହୁଏ ନାହିଁ। ଚ ଭବେତ୍ ତାଦୃଶଃ ଆହାରଃ ସେବନୀୟଃ ସେହିପରି ଆହାରକୁ ଭୋଜନ କରିବା ଉଚିତ। ମିତଭୁକ୍ ବିଷୟରେ ବୋଧୟତି ଆଚାର୍ଯ୍ୟଃ। ହେଲା ମିତଭୁକ୍ ବିଷୟରେ ମଧ୍ୟ ଆଚାର୍ଯ୍ୟ କହିଲେ କଥୟତି। ଯତ୍ କଣ କହିଲେ ଦେଖ ଅଳ୍ପାଦାନି ଗୁରୁଣାଂ ଚ ଲଘୁନାଂ ଚାତି ସେବତେ ମାତ୍ରାକାରୋଣୁରିଷଂ ଦ୍ରବ୍ୟାଣାଂ ସୁସ୍ଥ ଲଭତେ। ହେଲା ଅର୍ଥାତ୍ ଗରିଷ୍ଠ ଦ୍ରବ୍ୟାଣି ଅପି ଅଳ୍ପାନାଂ ସେବନେନ ସୁପଚନାନି ଭବନ୍ତି ଲଘୁ ଦ୍ରବ୍ୟାଣି ଚାତି ହାନିକାରକାଣି ଜାୟତେ ଅତଃ
ମାତ୍ରାନୁସାରଣ ଏବ ଖାଦିତବାନ୍। ଅର୍ଥାତ୍ ଭଲ ଓ ହାଲୁକା ଖାଦ୍ୟକୁ ମଧ୍ୟ ଅଳ୍ପ ପରିମାଣରେ ଖାଇବା ଉଚିତ। ଯଥାଯଥ ପରିମାଣରେ ଭୋଜନ କଲେ ଶରୀର ପାଇଁ ଉପକାରୀ ହୁଏ। ହେଲା। ତୃତୀୟରେ କହିଲେ କଣ କହିଲେ ଦେଖ, ତସ୍ୟାତି ଶୀତ ଆଦ୍ୟାହାରାତ୍ ଚଳମ୍ ପିଲାମାନେ ଆଚ୍ଛା ବର୍ଣ୍ଣଶ୍ଚ ସର୍ବତ୍ର ତସ୍ୟର୍ତୁ ରତତ୍ୱେନ ବିବିଧମ୍ ଚେଷ୍ଟାହାର କରେ। ଆଚ୍ଛା, ତେଣୁ ଯେଉଁ ବ୍ୟକ୍ତି ହିତକର ଖାଦ୍ୟ ଓ ଭଲ ଆଚରଣ କରେ, ଭାବିଚିନ୍ତି କାମ କରେ, ଭୋଗବିଳାସରେ ଅତ୍ୟନ୍ତ ଆସକ୍ତ ହୁଏ ନାହିଁ, ଦାନଶୀଳ, ସମଭାଗୀ ଏବଂ ସତ୍ୟବାଦୀ, କ୍ଷମାଶୀଳ ଆଉ ଭଲ ଲୋକଙ୍କ ସାଙ୍ଗ କରେ, ସେ ରୋଗମୁକ୍ତ ରହେ। ଏଇ ଶ୍ଲୋକଟିର ଅର୍ଥ ଏଇଆ। ଲେଖା ହେଇଛି ଯେତେବେଳେ ଦେଖ, ଅର୍ଥାତ୍ ଗ୍ରୀଷ୍ମ, ବର୍ଷା, ଶରତ୍, ଶିଶିରଃ, ହେମନ୍ତଃ, ବସନ୍ତଃ ଅର୍ଥାତ୍ ଯୋଉ ଷଡ୍ ଋତୁ ଅଛି ଆମର, ଯଃ ପୁରୁଷଃ ଅନୁକୂଳମ୍ ସ୍ୱାସ୍ଥ୍ୟପଦମ୍ ଆହାର ସେବନମ୍ କରତି ବା ଜାନାତି, ଯିଏ ଋତୁ ଅନୁଯାୟୀ ସ୍ୱାସ୍ଥ୍ୟପ୍ରଦ ଆହାର ସେବନ କରେ ଏବଂ ଅପରଞ୍ଚ ତଦନୁସାରମ୍ ଆଚରଣମ୍ ଚ କରତି, ସେହି ଅନୁସାରେ ଆଚରଣ କରେ, ତସ୍ୟ ଜନସ୍ୟ ସେଇ ଲୋକର ଅସିତମ୍ ହେଲା, ସେଇ ଲୋକର କଦାପି କଣ ଅସିତମ୍ ଅର୍ଥାତ୍ ଭୁକ୍ତମ୍ ପିତ୍ତମ୍ ଚ ସର୍ବମପି ବଳବର୍ଦ୍ଧକମ୍, ତାହାର ସବୁ କିଛି ବଳ ବଢାଇଥାଏ, ବର୍ଣ୍ଣ କାନ୍ତିଜନକମ୍, ତେଣୁ ବର୍ଣ୍ଣ ମଧ୍ୟ ସୁନ୍ଦର ହୁଏ, ସୁଖବର୍ଦ୍ଧକମ୍, ସୁଖ ମଧ୍ୟ ବଢେ, ଆୟୁର୍ବର୍ଦ୍ଧକମ୍ଚ, ଆୟୁ ମଧ୍ୟ ବଢେ, ଅତଃ ଋତଃ ଅନୁସାରମ୍ ଭୋକ୍ତବ୍ୟମ୍, ଏଣୁକରି ଋତୁ ଅନୁସାରେ ଭୋଜନ କରିବା ଉଚିତ। ନିୟମ ରୂପେଣ ସମୟାନୁସାରମ୍, ନିୟମ ରୂପରେ ଏବଂ ସମୟାନୁସାରେ ସାତ୍ୱିକମ୍ ଭୋଜନମ୍ ଅବଶ୍ୟମ୍ କିମପି ଋତଭୋଗ ଭବେତ୍। ହେଲା, ତାହେଲେ ସାତ୍ୱିକ ଭୋଜନ କଲେ ତାହା ହିଁ କଣ ହୁଏ, ଋତଭୋଗ ଅଟେ। ଏତତ୍ ସର୍ବମ୍ ଶ୍ରୁତ୍ୱା, ଏଇ ସବୁକୁ ଶୁଣି କଶ୍ଚନ ଛାତ୍ରଃ ବାଗ୍ଭଟ୍ଟମ୍ ଅପୃଚ୍ଛତ୍, କୌଣସି ଜଣେ ଛାତ୍ର ବାଗ୍ଭଟ୍ଟଙ୍କୁ ପଚାରିଲା, ଆଚାର୍ଯ୍ୟ ହିତଭୁକ୍ ଆଦି ବିଷये ବୟମ୍ ତୁ ଜାନିମଃ, ଆମେମାନେ ଜାଣିଲୁ, କିନ୍ତୁ କିମ୍ ସ ଶୁକଃ ସନ୍ତୁଷ୍ଟଃ ଅଭବତ୍, କିନ୍ତୁ ସେଇ ଶୁଆଟି କଣ ସନ୍ତୁଷ୍ଟ ହେଲା? ତଦା ବାଗ୍ଭଟ୍ଟଃ ଶୁକସ୍ୟ ରହସ୍ୟମ୍ ଉକ୍ତବାନ୍, ସେତେବେଳେ ବାଗ୍ଭଟ୍ଟ ଶୁକଟିର ରହସ୍ୟ କହିଲେ। ପ୍ରିୟ ଶିଷ୍ୟମାନେ, ବିହଙ୍ଗଃ ନ ସମାନ୍ୱୟୀ ବିହଙ୍ଗଃ ଅପିତୁ ଆୟୁର୍ବେଦସ୍ୟ ପୂଜ୍ୟଃ ଦେବଃ ଧନ୍ୱନ୍ତରୀ, ଭଗବାନ ଧନ୍ୱନ୍ତରୀ କହିଲେ, ପ୍ରକୃତରେ ସିଏ ଶୁଆ ନଥିଲେ, ହେଲା, ସିଏ ଥିଲେ କିଏ, ସେ ଆୟୁର୍ବେଦ ଶାସ୍ତ୍ରର ଭଗବାନ ଦେବତୁଲ୍ୟ ଧନ୍ୱନ୍ତରୀ, ସ ଏବ ସ୍ୱୟଂ ଶୁକରୂପମ୍ ଧାରୟନ୍ ଆଗଛତ୍, ସେ ହିଁ ନିଜେ ଶୁକରୂପ ଧାରଣ କରି ଆସିଥିଲେ। ଅସ୍ମାକଂ କୃତେ ସଂକ୍ଷେପଣ ସ୍ୱାସ୍ଥ୍ୟ ରକ୍ଷଣାୟ ସୂତ୍ରରୂପେଣ ସନ୍ଦେଶମ୍ ଚ ପ୍ରଦତ୍ତବାନ୍,
ସେ ଆମମାନଙ୍କୁ ସ୍ୱାସ୍ଥ୍ୟ ରୂପରେ 3ଟି ସୂତ୍ର ବା ସନ୍ଦେଶ ପ୍ରଦାନ କରିଥିଲେ। ଭବନ୍ତଃ ଅପି ସୁଖସ୍ୟ ସୁସ୍ଥମ୍ ସ୍ମରନ୍ତୁ। ତୁମେମାନେ ମଧ୍ୟ ଭଲ ସ୍ମରଣ କର, ଯେପରି ବ୍ୟାୟାମ ପ୍ରତ୍ୟେକ ଦିନ ବ୍ୟାୟାମ କରିବ। ପ୍ରାତରାହାରୟ ସକାଳୁ ଭୋଜନ ନିତ୍ୟମ୍ ଦନ୍ତ ବିଶୋଧନମ୍ ପ୍ରତ୍ୟେକ ଦିନ ଦାନ୍ତ ମାଜିବ ଏବଂ ସ୍ୱଳ୍ପ ଜଳେନ ସ୍ନାନମ୍ ଅଳ୍ପ ଜଳରେ ସ୍ନାନ କରିବ। ବୁଭୁକ୍ଷାଶ୍ଚ ଭୋଜନମ୍ ଭୋକ କଲେ ଯାଇ ଭୋଜନ କରିବ। ତାହେଲେ ଅସ୍ମାକମ୍ ଋଷୟଃ ନିତ୍ୟମ୍ ପ୍ରାର୍ଥନାମ୍ ଅପି କୁର୍ବନ୍ତି। ଆମମାନଙ୍କର ଋଷିମାନେ ମଧ୍ୟ ସବୁବେଳେ ପ୍ରାର୍ଥନା କରନ୍ତି ଯେ ବୟମ୍ ଅପି ସ୍ମରାମଃ, ଆମେମାନେ ବି ମନେ ପକେଇବା ଉଚିତ ତାଙ୍କର ସେଇ ପ୍ରାର୍ଥନାକୁ। ସର୍ବେ ଭବନ୍ତୁ ସୁଖିନଃ, ସମସ୍ତେ ସୁଖୀ ହୁଅନ୍ତୁ। ସର୍ବେ ସନ୍ତୁ ନିରାମୟାଃ, ସମସ୍ତେ ନିରାମୟ ବା ନିରୋଗ ହୁଅନ୍ତୁ। ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ସମସ୍ତେ ସବୁବେଳେ ଭଲ କଥା ଦେଖନ୍ତୁ। ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍, କାହାରିକୁ ଦୁଃଖ ସହିବାକୁ ନ ପଡୁ। ତାହେଲେ ପିଲାମାନେ, ଆମେ ଯୋଉ ବିଷୟଟି ପଢିଲେ ତାକୁ ଆମେ ମଧ୍ୟ ନିଜ ଜୀବନରେ ଆମେ ପ୍ରୟୋଗ କରିବା ଉଚିତ। ଆମେ ସେଇଭଳି ନିଜେ ମଧ୍ୟ କଣ ହିତକର ଆଉ ଅଳ୍ପ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଭୋଜନ କରିବା ଉଚିତ। ତାହେଲେ ଯାଇ ଆମ ଶରୀର ମଧ୍ୟ ଭଲ ରହିବ। ତାହେଲେ ପିଲାମାନେ, ଆଜି ପାଇଁ ଆମେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ବିଷୟଟିକୁ ନିଶ୍ଚିତ ଭାବରେ ପଢିବ ଭଲ ଭାବରେ।